ତାଙ୍କୁ ଏଭଳି ଭାବରେ ଆକ୍ରମଣ କରାଯାଇଛି ଯେ ଆମେ ସେମାନେ ସେଠି ପଡିକି ରହିଲା ଭଳି ରହିଛନ୍ତି। ଆମେ ଆସିଛୁ ତାଙ୍କୁ ଦେଖା କରିବା ପାଇଁ। ପୁଲିସ ସିଧାସଳଖ ଭାବରେ ମନା କରିଦଉଛି। ଗଣତାନ୍ତ୍ରିକ ବ୍ୟବସ୍ଥା ଯୋଉ ବ୍ୟବସ୍ଥା କେବେ କୌଣସି ପରିସ୍ଥିତିରେ ଓଡିଶା ବିଧାନସଭା ହବା ଦିନରୁ ଆଜି ପର୍ଯ୍ୟନ୍ତ ଏଭଳି ଘଟଣା ଘଟି ନାହିଁ। ଏକ ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ହେଇଛି ଭିତରେ। ଆମର କଂଗ୍ରେସ ବିଧାୟକ ମାନଙ୍କୁ ତ 12 ଜଣଙ୍କୁ ନିଲମ୍ବନ କରିଛନ୍ତି, ତା ସହିତ ତାଙ୍କୁ ଜବରଦସ୍ତ ସେମାନଙ୍କୁ ଏଭଳି ଭାବରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଇଞ୍ଜୁର୍ଡ ହେଇକି ତା ଭିତରେ ଅଛନ୍ତି। ଆମେ 5 ଜଣ ଶ୍ରୀଯୁକ୍ତ ନରସିଂହ ମିଶ୍ର, ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଶରତ ବାବୁ, ମୁଁ ଆମେ 5 ଜଣ ପୂର୍ବତନ ବିଧାୟକ ଆମେ 20 ବର୍ଷ 25 ବର୍ଷ ବିଧାନସଭାରେ କାଟିଛୁ। ଏଭଳି ଅବସ୍ଥା ଦେଖିନୁ। ଆମେ ଆସିଥିଲୁ ସେମାନଙ୍କର ଅବସ୍ଥା ଦେଖିବୁ ଏବଂ ତାଙ୍କ ଅବସ୍ଥା ଦେଖିଲା ପରେ ତାଙ୍କ ପାଇଁ କଣ କରାଯାଇ ପାରିବ, ଚିକିତ୍ସାର ବ୍ୟବସ୍ଥା କଣ କରାଯାଇ ପାରିବ ଆମେ ଆସିଛୁ ତାଙ୍କୁ ଦେଖା କରିବା ପାଇଁ। ପୁଲିସ ସିଧାସଳଖ ଭାବରେ ମନା କରିଦଉଛି। ରାମଚନ୍ଦ୍ର କାଳାମ ଯେ ଆମର ସିଏଲପି ଲିଡର, ତାଙ୍କ ସହିତ ଯାହା ଟେଲିଫୋନରେ ଆଲୋଚନା ହେଲା, ନରସିଂହ ବାବୁ କଥା ହେଲେ, ମୁଁ ବି କଥା ହେଲି, ସାର୍ ବି କଥା ହେଲେ, କିନ୍ତୁ ସେ କହୁଛନ୍ତି ଯେ ତାଙ୍କୁ ଏଭଳି ଭାବରେ ଆକ୍ରମଣ କରାଯାଇଛି ଯେ ଆମେ ସେମାନେ ସେଠି ପଡିକି ରହିଲା ଭଳି ରହିଛନ୍ତି। ଏପର୍ଯ୍ୟନ୍ତ ଖାଦ୍ୟପେୟର ରାତ୍ରି 10ଟା ହେଲାଣି, 10:30 ଖାଇବା ପିଇବାର ବ୍ୟବସ୍ଥା କିଛି ନାହିଁ, ଚିକିତ୍ସାର ବ୍ୟବସ୍ଥା କିଛି ନାହିଁ। ଆମେ ଦେଖିଥାନ୍ତୁ ତାଙ୍କର ଚିକିତ୍ସାର ବ୍ୟବସ୍ଥା ପାଇଁ ଆମେ ଯାହା ଆବଶ୍ୟକତା କରିଥାନ୍ତୁ, କିନ୍ତୁ ପୁଲିସ ଆଡିସନାଲ କମିଶନ ମନା କରୁଛନ୍ତି ଆମକୁ ଭିତରକୁ ଛାଡିବେନି। ତାଙ୍କ ପାଖରେ କିଛି ରିଟିନ୍ ଅର୍ଡର ନାହିଁ ଆମକୁ ଅଟକେଇବା ପାଇଁ, ଆଇନର ବ୍ୟବସ୍ଥା ନାହିଁ ଆମକୁ ନେଇଯିବା ପାଇଁ, ଆମକୁ ଅଟକେଇ ଦେବା ପାଇଁ, କିନ୍ତୁ ଆମକୁ ଜବରଦସ୍ତି ଅଟକେଇବାର ବ୍ୟବସ୍ଥା କରିଛନ୍ତି। ସେଥିପାଇଁ ଆମେ ପ୍ରତିବାଦ ସ୍ୱରୂପ ଏଠି ଛିଡା ହେଇଛୁ ଏବଂ ସିଧାସଳଖ ଭାବରେ କହିବା ପାଇଁ ଚାହୁଁ, ଏ ଅଗଣତାନ୍ତ୍ରିକ ବ୍ୟବସ୍ଥା ବିରୁଦ୍ଧରେ କଂଗ୍ରେସ ଲଢେଇ କରିବ, ତୃଣମୂଳ ସ୍ତରରେ ଲଢେଇ କରିବ ଏବଂ ଯେପର୍ଯ୍ୟନ୍ତ ଦରକାର ଏ ଲଢେଇ କରିବାକୁ ପଡିବ। ଏ ମହିଳା ମାନଙ୍କ ପାଇଁ ଯୋଉ କାର୍ଯ୍ୟକ୍ରମ ଆରମ୍ଭ ହେଇଛି, ଏ ଅଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନକୁ ଧ୍ୱସ୍ତ ବିଧ୍ୱସ୍ତ କରିବାର ଯୋଉ ବ୍ୟବସ୍ଥା, ଏହା ବିରୁଦ୍ଧରେ ଲଢେଇ ଜାରି ରହିବ ଏବଂ ଲଢେଇ କୌଣସି ପରିସ୍ଥିତିରେ ଅଟକିବ ନାହିଁ।